ଲୋକମାନେ ବେଶୀ କାଳ୍ପନିକକୁ ହିଁ ଭଲ ପାଉଛନ୍ତି, କିନ୍ତୁ କେବେ ବାସ୍ତବ ଜିନିଷକୁ କେହି ଭଲ ପାଉନାହାନ୍ତି। କାହିଁକି ନା ମୁଁ ଗୋଟାଏ ଯାତ୍ରା ଦେଖୁଥିଲି, କିନ୍ତୁ ସେ ଯାତ୍ରାରେ ଦେଖିଲି ଗୋଟାଏ ଭିକାରୀ ରୋଲ୍ ପଡ଼ିଗଲା। ଗୋଟାଏ ଭିକାରୀ ଆସୁଛି, ସେ ତା ରୋଲ୍ଟି କରୁଛି, କିନ୍ତୁ ଲୋକଙ୍କର ଚାରିପାଖ ଯାକ ଟଙ୍କା ଉଡ଼ିଲା। ଜାଣିବ ସେ ପେଣ୍ଡାଲରେ ପୋତି ହେଲା ଭଳିଆ ଗାଡ଼ି ହେଇଗଲା। ମାନେ ଚିନ୍ତା କର, ସେ ଗୋଟେ ରୋଲ୍ କରୁଛି, ତା'ର ଗୋଟେ କାଳ୍ପନିକ ଆକ୍ଟିଂ। ସେମାନେ ଯାତ୍ରାରେ ଲକ୍ଷ ଲକ୍ଷ ଟଙ୍କା ପାଉଛନ୍ତି, କିନ୍ତୁ ସେଠି ଟଙ୍କାକୁ ଭସେଇ ଦେଉଛନ୍ତି। ଅର୍ଥାତ୍ ତୁମେ ବସ୍ରେ ଉଠିଲା ପରେ ଦେଖିବେ ଗୋଟେ ବୁଢ଼ା ଲୋକଟେ ଆସିକି ହାତ ପତେଇବ, ଭିକ ଟିକେ ମାଗିବ, କିନ୍ତୁ ସିଏ କହିବ ମୋ ପାଖରେ ନାହିଁ, ଇଏ କହିବ ମୋ ପାଖରେ ନାହିଁ। ଏମିତି ଲୋକ ସବୁ ଅଛନ୍ତି। କିନ୍ତୁ ମୁଁ କହୁନି ଯେ କାହାକୁ ଦେଖିକି ଦେବ ନ ଦେବ। ଭିକାରୀ ବି ଅଛନ୍ତି, ଧର 60 ବର୍ଷ ଉପରକୁ ଅନେଇ ଦେଲେ ତୁମକୁ କଷ୍ଟ ଲାଗୁଥିବ, ଦୁଃଖ ଲାଗୁଥିବ, ଅଟୋମେଟିକ୍ ପ୍ୟାକେଟରୁ ବାହାର କରିବ ଦେବ। କାହିଁକି ନା ଜାଣିପାରିବ ଯେ ଇଏ ରୋଜଗାର କରିବାର ଅକ୍ଷମ, କିନ୍ତୁ ସେଭଳି ଲୋକଙ୍କୁ ଦେବ। ନଚେତ୍ ହାତ ଗୋଡ଼ ନଥିବା, ଚାଲୁ ନଥିବା ଲୋକଙ୍କୁ, ସେଭଳି ଲୋକଙ୍କୁ ଦାନ କର। ଏମିତି ଲୋକଙ୍କୁ ଦାନ କର। କିନ୍ତୁ ବର୍ତ୍ତମାନ ଷ୍ଟେଜରେ ସେଇ କାଳ୍ପନିକ ଜିନିଷକୁ ବେଶୀ ଇଏ କରୁଛନ୍ତି, କିନ୍ତୁ ନିଜ ବାସ୍ତବତା ଜିନିଷକୁ କେବେ ସେମାନେ ଚିନ୍ତା କରୁନାହାନ୍ତି। ଲୋକ ମଲା ବେଳେ ଖାଇବାକୁ ଫଳମୂଳ ଆଣିକି ଦିଅନ୍ତି, କିନ୍ତୁ ବଞ୍ଚିଥିଲା ବେଳେ କେହି ଆଣିକି ଦିଅନ୍ତି ନାହିଁ। ମରିବାକୁ ଥିବ ଦିନେ ଦୁଇ ଦିନ, ଯେଉଁଟାକି ନ ଖାଇପାରିବ, ସେତିକିବେଳେ ସେ ଜିନିଷକୁ ଆଣିକି ପହଞ୍ଚାନ୍ତି। ଏଇ ହେଉଛି ଜିନିଷ। ମରିବା ସମୟରେ ଲୋକ କାନ୍ଦନ୍ତି, କିନ୍ତୁ ସେ ଜିନିଷକୁ ଅନୁଭବ କରନ୍ତି ନାହିଁ। ଏ କଷ୍ଟଟା ଏଇ ଖାଦ୍ୟ ନ ପାଇବା ହେତୁ ତା କଷ୍ଟରେ ମରିଲା, ସେ ଜିନିଷକୁ କେବେ ଅନୁଭବ କରନ୍ତି ନାହିଁ।